हरिणी जे रूपे जलस्रोत पाई धक्काए से रूपे हे परमेश्वर मो प्राण तुम्भ पाई धक्काए परमेश्वर को निमंते जीवित परमेश्वर को निमंते मो प्राण तृषित। ख्रीष्ट रे प्रिय मंडली प्रभुंकर महा अनुग्रह हेतु आमान को प्रभु सुंदर सुजोग देइछंती। पुणी वर्तमान जुगरे आमाने बास करिबा बेले विभिन्न प्रकार भय विभिन्न प्रकार निराश भाव भितर प्रभु आमानकर संगरे थाई तांकर महा अनुग्रह डेणा तले से आमान को आवरी नहीं एपर्यंत पहुँचाई तांको महाकरुणा दया प्रेम पे आमाने धन्यवाद दौछु प्रभु जे मंगलमय तांको पवित्र छामुरे बसिबा पाई प्रभु आमानकु सुंदर सुजोग एवं सहभागिता देइथिबारु तांकर गुणानुवाद करूछु। आसंतु आमाने प्रार्थना करिबा। हे आम्भमानकर सर्वशक्तिमान जीवंत प्रिय प्रभु तुमर गुणानुवाद प्रशंसा करू करू विशेष रे एई समय पे आमाने धन्यवाद दौछु। तुमे आमानकु अनुग्रह कल आ गोटे विश्रामबार दिन में जीवित मान सहित गणना कल जीवंत सैन्याधिपति सदा प्रभु जे तुम्भ छामुरे आमान को एकत्र करे गौरव प्रशंसा करने निमंते विभिन्न स्थान रे थाई तुम वाक्य द्वारा आमान को आह्लाद एवं आनंद दौछ से प्रभु धन्यवाद दौछु। प्रार्थना करुचु प्रिय प्रभु यही समय तुम्हें आमान को सहवर्ती परमेश्वर हुआ जो सकल महामारी विपद भयंकरता पृथ्वी रे अनेक आत्मा को भयभीत निराश कर देछि किंतु तुम्हें आमानकर पुनरुत्थित प्रभु होई समस्त भार बहन करी निरापत्ता दे तुम्हें आमान को कढ़े आनिछ बोली धन्यवाद दौछु। हे प्रभु तुम्हें आस आम प्रत्येक सहवर्ती परमेश्वर हो सेवा कार्य आरंभ शेष पर्यंत अति नम्र भाव तुमको आह्वान करुछु। तुम्हें आमान को संगरे थाई तुम्हें आमान को कथा को समस्त गौरव तुमरी हो प्रिय प्रभु यीशु ख्रीष्ट बहुमूल्य नाम प्रार्थना उत्सर्ग करुछु। आमेन। गीत संहिता 42 पर्व लेखक कोरोहर संतानगण जो माने मंदिर रे संगीतज्ञ तथा सहायक थिले ईश्वरंकर निमंते तृष्णा आपण कण एकाकी अबा नैराश्य बोध करुछन्ते कि तेबे ईश्वरंकर दया और प्रेम उपरे ध्यान करंतु। जलधारा पाई हुए आकुल हरिणी जेमिति जलधारा पाई हुए आकुल प्रभु सेमिति मो प्राण तुम पाई व्याकुल हरिणी जेमिति जलधारा पाई हुए आकुल। ढाली देवे तांको प्रेम अनुग्रह सिए दिवस रे राति रे गाइबी प्रार्थना तोड़बी तांको उद्देश्य रे मन कहीं किरे विचलित हेउ किंपा एते शोकान्वित रखी था भरोसा से तोरो सहाय से तो
ଈଶ୍ୱର ହରିଣୀ ଯେମିତି ଜଳଧାରା ପାଇଁ ହୁଏ ଆକୁଳ, ହରିଣୀ ଯେମିତି ଜଳଧାରା ପାଇଁ ହୁଏ ଆକୁଳ, ପ୍ରଭୁ ସେମିତି ମୋ ପ୍ରାଣ ତୁମ ପାଇଁ ବ୍ୟାକୁଳ, ହରିଣୀ ଯେମିତି ଜଳଧାରା ପାଇଁ ହୁଏ ଆକୁଳ। ପ୍ରଭୁ ଯୀଶୁଙ୍କ ମହାନାମରେ ମୁଁ ଆପଣମାନଙ୍କୁ ସ୍ୱାଗତ ଜଣାଏ। ଲକଡାଉନର ଅବଧି ପୁନର୍ବାର ବଢ଼ିଛି। ସାରା ବିଶ୍ୱରେ ଯେତେବେଳେ ମୃତ୍ୟୁର ବିଭୀଷିକା ଲାଗି ରହିଛି, ପ୍ରଭୁ ଆମକୁ ଆମ ପ୍ରିୟଜନମାନଙ୍କୁ ସୁରକ୍ଷିତ ରଖିଛନ୍ତି। ତେଣୁ ତାହାଙ୍କ ମହାନ ନାମକୁ ଗୌରବ ଦେଇ ଧନ୍ୟବାଦ ପ୍ରଶଂସା କରିବା। ଗତ ସପ୍ତାହରେ ଆମେ ମଣ୍ଡଳୀର ସମସ୍ତ ସଭ୍ୟମାନେ ଦିନ ରାତି ଚେନ୍ ପ୍ରେୟାର ଦ୍ୱାରା ଅନେକ ବିଷୟ ପ୍ରାର୍ଥନା କରୁଛୁ। ସାରା ପୃଥିବୀ ଯେପରି କରୋନା ସଂକ୍ରମଣରୁ ମୁକ୍ତ ହେବ, ସଂକ୍ରମିତ ବ୍ୟକ୍ତିମାନେ ଯେପରି ଶୀଘ୍ର ଆରୋଗ୍ୟତା ଲାଭ କରିବେ, ପ୍ରଶାସକମାନେ ଈଶ୍ୱରଙ୍କର ଦତ୍ତ ଜ୍ଞାନ ଦ୍ୱାରା ପରିସ୍ଥିତିର ସଠିକ୍ ମୁକାବିଲା କରିପାରିବେ, ଦରିଦ୍ର ଦିନହୀନ ମାନେ ଯେପରି ସୁରକ୍ଷା ପାଇବେ, ଏହିପରି ଅନେକ ବିଷୟ। ମାଇକ୍ରୋସ୍କୋପରେ ଦିଶୁଥିବା ଏକ ଭାଇରସ୍ ଯଦି ଏତେ ମାତ୍ରାରେ କ୍ଷୟକ୍ଷତି କରିପାରେ, ତେବେ ଆମର ସୋରିଷ ଦାନା ପରି ବିଶ୍ୱାସ କେତେ ଅଧିକ ଫଳପ୍ରଦ ନ ହେବ। ତେଣୁ ଈଶ୍ୱରଠାରେ ଆନନ୍ଦ କରି ଗୃହ ମଧ୍ୟରେ ନିଜ ପ୍ରିୟଜନଙ୍କ ସହିତ ରହି ପ୍ରାର୍ଥନା ସହ ଅନ୍ୟମାନଙ୍କ ନିମନ୍ତେ ଆଶୀର୍ବାଦର କାରଣ ହେବା। ଆଜିର ଧ୍ୟାନର ନିମନ୍ତେ ଆମେ ପବିତ୍ର ଧର୍ମଶାସ୍ତ୍ର ବାଇବେଲର ଅଧ୍ୟୟନ କରିବା। ପ୍ରଥମ ଯୋହନ ତାର 5 ପର୍ବ 4 ପଦ ଠାରୁ 5 ପଦର ଶେଷ ପର୍ଯ୍ୟନ୍ତ। ସେଠାରେ ଏ ପ୍ରକାର ଲେଖାଯାଏ, ଯେ କେହି ଈଶ୍ୱରଙ୍କ ଠାରୁ ଜାତ ସେ ଜଗତକୁ ଜୟ କରେ, ଆଉ ଯାହା ଜଗତକୁ ଜୟ କରିଅଛି ତାହା ଆମ୍ଭମାନଙ୍କର ବିଶ୍ୱାସ ଯୀଶୁ ଈଶ୍ୱରଙ୍କ ପୁତ୍ର, ଏହା ଯେ ବିଶ୍ୱାସ କରେ ତାହା ଛଡ଼ା ଆଉ କିଏ ଜଗତକୁ ଜୟ କରେ। ପ୍ରଭୁ ଏହି ଜୀବନ୍ତ ବାକ୍ୟ ଆମମାନଙ୍କ ଶ୍ରବଣରେ ପ୍ରଭୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ସଂକ୍ଷେପରେ ଆମେ ପ୍ରାର୍ଥନା କରିବା। ପବିତ୍ର ପ୍ରିୟ ପ୍ରଭୁ, ଗୌରବ ସମ୍ଭ୍ରମ କରୁଛୁ ତୁମର ଜୀବନ୍ତ ବାକ୍ୟ ଆମମାନଙ୍କୁ ତୁମେ ଦେଇ ନୀତି ପ୍ରତିଦିନ କଥା କହୁଛ। ଏତେବେଳେ ପ୍ରିୟ ପ୍ରଭୁ, ମୁଁ ନିଜକୁ ତୁମ ପବିତ୍ର ଛାମୁରେ ସମର୍ପଣ କରି ମୋ ମୁଖର ବାକ୍ୟ, ମସ୍ତିଷ୍କର ଧ୍ୟାନ, ଆମ ପ୍ରତ୍ୟେକଙ୍କର ହୃଦୟର ବିଶ୍ୱାସ ତୁମ ଛାମୁରେ ଗୃହୀତ ହେଉ ବୋଲି ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍। ଆମେ ବର୍ତ୍ତମାନ ସମୟ ଏକ ନିରାଶ ହତୋତ୍ସାହ ଭିତରେ ପ୍ରଭୁଙ୍କର ପୁନରୁତ୍ଥାନ ଆମମାନଙ୍କୁ ଏକ ଆନନ୍ଦ ଏବଂ ପ୍ରେରଣା ଦେଇପାରିଛି, ଯଦ୍ୱାରା ଆମେ ଏହି ଦୁର୍ଦ୍ଦିନ ଜଗତରେ ପ୍ରଭୁଙ୍କର ବହୁମୂଲ୍ୟ ନାମରେ ଆମେ ପ୍ରତ୍ୟେକ ଜଣ ପରସ୍ପର ପାଇଁ ଶାନ୍ତି, ଆନନ୍ଦ, ସହଭାଗିତା ପାଇଁ ପ୍ରାର୍ଥନା ବିଶ୍ୱାସରେ ଆଗେଇ ପାରିଛୁ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ବହୁମୂଲ୍ୟ ନାମରେ ଶ୍ରୋତା ମଣ୍ଡଳୀକୁ ଏତେବେଳେ ସ୍ୱାଗତ ଏବଂ ଧନ୍ୟବାଦ ସହିତ ମୋର ଅନ୍ତରର ଭକ୍ତି ନମସ୍କାର ଜଣାଏ। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ, ତାଙ୍କର ବାକ୍ୟ ଦେଇ ଆମମାନଙ୍କ ହୃଦୟରେ ତାଙ୍କର ଉପସ୍ଥିତି, ଶାନ୍ତି, ସ୍ଥିରତା ଦେଇ ଏହି ଦିନମାନଙ୍କରେ କଢ଼େଇ ନିଅନ୍ତୁ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ଅର୍ଥାତ୍ ମୃତ୍ୟୁକୁ ଜୟ ପରେ ଯେଉଁ ସକଳ ବିଷୟ ଆମମାନଙ୍କ ଜୀବନ ପ୍ରତି ଆବଶ୍ୟକତା ରହିଛି, ତାହା ଅତି ମହତ ବିଷୟ। ଆଜିର ବିଶେଷ ଚିନ୍ତା ହେଲା ବିଜୟୀ ଖ୍ରୀଷ୍ଟୀୟ ଜୀବନ। ବିଜୟ, କାହା ଉପରେ ବିଜୟ ଲାଭ କରିବା? ବର୍ତ୍ତମାନ ଯେଉଁ କରୋନା ଭାଇରସ୍, ତା ଉପରେ ଅନେକ ବିଜୟ ଲାଭ କରିବା ପାଇଁ ଅନେକ କିଛି ସେବା ଚିକିତ୍ସା ପଦ୍ଧତି ଚାଲିଛି, ଲକଡାଉନ୍ ଚାଲିଛି।
ଅନେକ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ସରକାର ଅନେକ କିଛି ପଦକ୍ଷେପ ନେଉଛନ୍ତି, କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଆମମାନଙ୍କର ଜୀବନ କିଭଳି ଭାବରେ ସଦାସର୍ବଦା ବିଜୟରେ ଆନନ୍ଦ ଏବଂ ସ୍ଥିରତା ଆଣିପାରିବା। ବିଜୟ ବିଶେଷରେ ଶୟତାନକୁ ପରାଜୟ କରି ବିଶ୍ୱାସରେ ଆମମାନେ ଯେ ପର୍ଯ୍ୟନ୍ତ ପ୍ରଭୁଙ୍କର ଶରଣାପନ୍ନ ହୋଇନାହୁଁ ସେ ପର୍ଯ୍ୟନ୍ତ ହୃଦୟଙ୍ଗମ କରିପାରିବା ନାହିଁ। ଯେହେତୁ ପ୍ରଭୁ ଯୀଶୁ ବିଜୟ ଦର୍ପରେ ଆମମାନଙ୍କୁ ଆହ୍ୱାନ ଦିଅନ୍ତି, ମୃତ୍ୟୁଞ୍ଜୟୀ ପ୍ରଭୁ, ଆମମାନେ ଯେ ପର୍ଯ୍ୟନ୍ତ ବିଜୟ ଯାତ୍ରାରେ ଚାଲିନାହୁଁ ଖ୍ରୀଷ୍ଟୀୟ ଜୀବନରେ ଆମମାନେ ତାହାଙ୍କର ବିଜୟକୁ ବଜାୟ ରଖିପାରିବା ନାହିଁ। ଆମମାନେ ପରାଜୟରୁ ବିଜୟକୁ ଆସିପାରୁନା, ମାତ୍ର ବିଜୟ ମାର୍ଗକୁ ଯାତ୍ରା କରିବା ପାଇଁ ଆମମାନଙ୍କୁ ବିଜୟତାର ସହିତ ବା ବିଶ୍ୱାସର ଦୃଢ଼ତା ସହିତ ଆମମାନେ ଆଗେଇ ପାରିବା। ସନ୍ଦେହ ମାର୍ଗରୁ ନୁହେଁ, ବିଶ୍ୱାସ ପଥରେ ଯାତ୍ରା କରିପାରିବା, କାରଣ ସନ୍ଦେହ ମାର୍ଗ ବିଶ୍ୱାସ ପଥରେ ଯାତ୍ରା କରିବା ପାଇଁ ଅସାଧ୍ୟ ହୁଏ। ଏପରି ଏକ ବିଶ୍ୱାସ ମାର୍ଗ ଅଛି ଯାହାକି ଆମ୍ଭମାନଙ୍କୁ ବୃହତ୍ତର ବିଶ୍ୱାସ ମାର୍ଗକୁ କଢ଼ାଇ ନେଇଥାଏ। ସେଥିପାଇଁ ବାକ୍ୟରେ ଲେଖାଯାଏ, ରୋମିଓ ତାର 1:17 ଈଶ୍ୱର ଦତ୍ତ ଧାର୍ମିକତା ପ୍ରକାଶିତ ହୋଇଅଛି, ତାହା ବିଶ୍ୱାସମୂଳକ ଓ ଅବିଶ୍ୱାସଜନକ। ଯେପରି ଲେଖାଯାଏ, ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ। ସେହିପରି ଆମ୍ଭମାନଙ୍କର ବିଜୟ ଯାତ୍ରାରୁ ଆମ୍ଭେମାନେ ପରାଜୟରୁ ନୁହେଁ, ମାତ୍ର ବିଜୟତାରୁ ଆରମ୍ଭ କରିଥାଉ। ତାହା ଖ୍ରୀଷ୍ଟଙ୍କର ପୁନରୁତ୍ଥାନର ବିଜୟ ଅଟେ। ପ୍ରଥମ କରନ୍ଥୀୟ ତାର 9:15-57 ଯାଏଁ ଅଧ୍ୟୟନ କଲେ ସେହି ସ୍ଥାନରେ ଉଲ୍ଲେଖ କରାଯାଏ, ଯେଉଁ ଈଶ୍ୱର ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଜୟ ପ୍ରଦାନ କରନ୍ତି ତାହାଙ୍କର ଧନ୍ୟ ହେଉ। ସନ୍ଦେହ, ପରାଜୟ, ନୈରାଶ୍ୟ ଇତ୍ୟାଦି ନେଇ ଆମମାନେ ବିଜୟରେ ଆନନ୍ଦ କରିପାରିବା ନାହିଁ। ତେଣୁକରି ବିଜୟର ଆନନ୍ଦ କରିବା ପାଇଁ ହେଲେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଠାରେ ଆଶ୍ରୟ ନେଇ ତାହାଙ୍କର ଆନନ୍ଦକୁ ଅନୁଭବ କରିବା। ପ୍ରଥମେ ଆମମାନେ ଚିନ୍ତା କରିବା, ଆମ୍ଭମାନଙ୍କର ବିଜୟ ହେବାକୁ ହେଲେ ପ୍ରଥମତଃ କେଉଁ କେଉଁ ବିଷୟରେ ବିଜୟ ଲାଭ କରିପାରିବା। ପ୍ରଥମେ ହେଲା ମୃତ୍ୟୁ ଓ ମୃତ୍ୟୁର ଭୟ, ଶୟତାନ ଭୟରୁ ଆମମାନେ ବିଜୟୀ ହୋଇପାରିବା। ଆମେମାନେ ଈଶ୍ୱରଙ୍କ ସନ୍ତାନମାନେ ରକ୍ତ ମାଂସ ଶରୀରଧାରୀ ମନୁଷ୍ୟ ହୋଇଥିବାରୁ ସେ ମଧ୍ୟ ରକ୍ତ ମାଂସ ଶରୀର ନେଇ ଏ ଧରାପୃଷ୍ଠକୁ ଆସିଲେ, କାରଣ ସେ ମନୁଷ୍ୟ ଭାବେ ଜନ୍ମ ଗ୍ରହଣ କଲେ, ପୁଣି ମନୁଷ୍ୟ ଭାବେ ମୃତ୍ୟୁ ଭୋଗ କରିଥିଲେ। ଶୟତାନ ଶକ୍ତିକୁ ଯାବଜୀବନ ବିନାଶ କଲେ। ମୃତ୍ୟୁ ଆଉ ଭୟ କରିବା ପାଇଁ ପ୍ରଭୁ ଆମମାନଙ୍କୁ ଦାସତ୍ୱର ଆତ୍ମା ନ ଦେଇ ମୃତ୍ୟୁ ଦାସତ୍ୱରୁ ସେ ଆମମାନଙ୍କୁ ଉଦ୍ଧାର କଲେ। ଏପ୍ରି ତାର 2:14-15 ଯାଏଁ ଅଧ୍ୟୟନ କଲେ ସେ ସ୍ଥାନରେ ପ୍ରକାର ଲେଖାଯାଏ, ମୃତ୍ୟୁ ଦ୍ୱାରା ମୃତ୍ୟୁର ଅଧିକାର ଶୟତାନକୁ ବିନାଶ କଲେ। ମୃତ୍ୟୁର ଭୟ ଦାସତ୍ୱ ବନ୍ଧନରୁ ଆମମାନଙ୍କୁ ମୁକ୍ତ କଲେ। ଶୟତାନ ବିନାଶ ପ୍ରାପ୍ତ ହେଲା। ବିନାଶର ଗୋଟିଏ ଗ୍ରୀକ୍ ଭାଷା ଅଛି, ତାହା ହେଉଛି କଟାର୍କିୟ, ଯାହାକି ଶୟତାନକୁ ଶକ୍ତିହୀନ କରିବା, ଅକାମୀ କରିଦେବା, ଶୂନ୍ୟ କରିଦେବା, ଅଚଳ କରିଦେବା, ପଙ୍ଗୁ କରିଦେବା। ମୃତ୍ୟୁଭୋଗ ଦ୍ୱାରା ଯୀଶୁ ଯେ ପାପର ପାଉଣା ଚୁକ୍ତି କଲେ ତାହା ନୁହେଁ, ମାତ୍ର ଶୟତାନକୁ ଅଚଳ, ଅକାମୀ ପୁଣି ଅଗ୍ରାହ୍ୟ କଲେ। ତେଣୁ ଆମ୍ଭେମାନେ ଶୟତାନ କିମ୍ବା ମୃତ୍ୟୁର ଦଣ୍ଡକୁ ଭୟ କରିବା ନାହିଁ। ଏପ୍ରି 9:27 ତାର 28ରେ ଲେଖାଯାଏ ଯେ ଆମ୍ଭେମାନେ ଦାସତ୍ୱର ଆତ୍ମା ପାଇନାହୁଁ, କିନ୍ତୁ ଖ୍ରୀଷ୍ଟ ଅନେକ ନିମନ୍ତେ ପାପର ପରିବର୍ତ୍ତେ ମୃତ୍ୟୁଭୋଗ କଲେ। ଆମମାନେ ଦ୍ୱିତୀୟ ଚିନ୍ତା କରିବା, ବିଜୟ ଜୀବନ ହେବା ନିମନ୍ତେ ଆମମାନେ ବିଶ୍ୱାସ ଦ୍ୱାରା ବିଜୟ ଜୀବନ ଲାଭ କରିପାରିବା। ପ୍ରଥମ ଯୋହନ ତାର 4:4 ଯେ ଈଶ୍ୱରଙ୍କ ଠାରୁ ଜାତ ସେ ଜଗତକୁ ଜୟ କରେ, ଆଉ ଯାହା ଜଗତକୁ ଜୟ କରେ, ଆଉ ଯାହା ଜଗତରେ ଅଛି ତାହା ଆମ୍ଭମାନଙ୍କର ବିଶ୍ୱାସ। ଯୋହନ ସ୍ୱର୍ଗରେ ବିଜୟ ବିଷୟ କହୁନାହାନ୍ତି, ମାତ୍ର ପୃଥିବୀରେ ବିଜୟ ବିଷୟ କହୁଅଛନ୍ତି।
ଜୀବନରେ ଯଦି ଖ୍ରୀଷ୍ଟିଆନ ତଥା ବିଶ୍ୱାସୀ ଏହି ବାକ୍ୟକୁ ଗ୍ରହଣ କରିପାରି ନାହିଁ, ନିଶ୍ଚୟ କିଛି ତ୍ରୁଟି ରହିଯାଇଛି। ଶୟତାନ ସର୍ବଦା ଈଶ୍ୱରଙ୍କ ବାକ୍ୟଠାରୁ ଦୂରେଇ ରଖିବାକୁ ପ୍ରାଣପଣ ସେ ଚେଷ୍ଟା କରିଥାଏ, ସନ୍ଦେହ ଗଡ଼ରେ ପକାଇ ଦେଇଥାଏ, ନିରାଶ ହତୋତ୍ସାହ କରିଦେଇଥାଏ। ଶୟତାନ ଜଣେ ଅଧାର୍ମିକ ଶକ୍ତିହୀନ ଖ୍ରୀଷ୍ଟିଆନ ପାଇଁ ଚିନ୍ତିତ କେବେ ନୁହେଁ। ମାତ୍ର ଯାହାର ଜୀବନ ଖ୍ରୀଷ୍ଟଙ୍କ ସହଭାଗିତାରେ ଏକ ବିଜୟ ଜୀବନର ଶକ୍ତିକୁ ସେ ସଦାସର୍ବଦା ଦେଖି ଭୟ କରେ ଏବଂ ଚିନ୍ତା କରିଥାଏ ତାର ପାଇଁ ଗ୍ରହଣ କରିବାକୁ, କିନ୍ତୁ ତାହା ନିରାଶ ହତୋତ୍ସାହ ହୋଇ ଚାଲି ଯାଇଥାଏ। ବିଜୟ ଜୀବନ ଏକ ଈଶ୍ୱରଙ୍କ ଠାରୁ ଦାନ, ଯାହା ଆମେ ବିଶ୍ୱାସରେ ଗ୍ରହଣ କରୁ। 2 କରିନ୍ଥୀୟ ତାର 2:14 ଲେଖାଯାଏ, କିନ୍ତୁ ଈଶ୍ୱରଙ୍କର ଧନ୍ୟବାଦ ହେଉ, ସେ ସବୁବେଳେ ଆମ୍ଭମାନଙ୍କୁ ଘେନି ଖ୍ରୀଷ୍ଟଙ୍କ ଠାରେ ବିଜୟ ଯାତ୍ରା କରୁଅଛନ୍ତି। ବେଳେବେଳେ ନୁହେଁ, ସବୁବେଳେ, ସବୁ ସମୟରେ ସେ ସର୍ବଦା ଖ୍ରୀଷ୍ଟଙ୍କ ଠାରେ ବିଜୟ ଜୀବନ ଯାପନ କରିବାକୁ ଆମମାନଙ୍କ ସଙ୍ଗରେ ଅଛନ୍ତି। ଖ୍ରୀଷ୍ଟଙ୍କ ଠାରେ ବିଜୟର ବିଶ୍ୱାସ ଦ୍ୱାରା ପରୀକ୍ଷା କରିବା 1 କରିନ୍ଥୀୟ ତାର 10:13 ଲେଖାଯାଏ, ବିଶ୍ୱାସୀ ପାଇଁ ପ୍ରତ୍ୟେକ ପରୀକ୍ଷାରେ ବିଜୟ ପ୍ରତିଜ୍ଞା ରହିଛି। ଜଣେ ମଦ୍ୟପୀ ଯଦି ମଦ ପାନ କରେ, ଯେତେବେଳେ ସେ ପରିବର୍ତ୍ତନ ହୁଏ, ତାର ପାପକୁ ସେ ପରିତ୍ୟାଗ କରିଥାଏ ବା ତାର ଅଭ୍ୟାସଗତ ମନ୍ଦକୁ ସେ ପରିତ୍ୟାଗ କରି ବିଜୟ ଲାଭ କରେ, ତାହା ହିଁ ହେଲା ବିଶ୍ୱାସର ବିଜୟୀ। ବିଜୟ ଜୀବନ ଯୋଗ୍ୟତା ହେଉଛି ପ୍ରତ୍ୟେକ ଦିନ ଭଗ୍ନ ଚୂର୍ଣ୍ଣ ଅନ୍ତଃକରଣ, ଭଗ୍ନ ସ୍ୱଭାବ, ଭଗ୍ନ ଦୁର୍ବଳତା ଈଶ୍ୱରଙ୍କ ଠାରେ ସମର୍ପଣ କରି ନମ୍ର ସହିତ ତାହାଙ୍କର ଶରଣାପନ୍ନ ହେବା। ଏହା ହେଉଛି ଯୋଗ୍ୟ ବିବେଚିତ ବିଶ୍ୱାସର ବିଜୟୀ ଜୀବନ। ତୃତୀୟ ବିଷୟ ହେଲା ବିଶ୍ୱାସ ବାକ୍ୟ ଦ୍ୱାରା ବାକ୍ୟର ଅସ୍ତ୍ର ଦ୍ୱାରା କାର୍ଯ୍ୟ ସିଦ୍ଧ କରିଥାଏ। ପ୍ରକାଶିତ ତାର 19:15 ବାକ୍ୟ ସମୂହ ଜାତିକୁ ଆଘାତ କରିବ, ବାକ୍ୟ ସଞ୍ଚୟ କରିବା ସେ ପାପକୁ ପରାସ୍ତ କରେ। ଲୁକ ତାର 21:33 ବାକ୍ୟ କେବେ ଲୋପ ପାଇବ ନାହିଁ। ବାକ୍ୟ ଦ୍ୱାରା ଆମେ ଈଶ୍ୱରଙ୍କର ଶକ୍ତିକୁ ବ୍ୟବହାର କରି ପାରିଥାଉ। ଚତୁର୍ଥ ବିଷୟ ହେଲା ଆମର ବିଜୟ ଖ୍ରୀଷ୍ଟଙ୍କର ବହୁମୂଲ୍ୟ ପ୍ରେମ ଦ୍ୱାରା ହୋଇଥାଏ। ରୋମୀ ତାର 8:37 ତାର କେତେକାଂଶ ପର୍ଯ୍ୟନ୍ତ ଅଧ୍ୟୟନ କଲେ ଯେ ଆମ୍ଭମାନଙ୍କୁ ପ୍ରେମ କଲେ, ତାହାଙ୍କ ଦ୍ୱାରା ଆମ୍ଭେମାନେ ଏହି ସମସ୍ତ ବିଷୟରେ ସର୍ବତ ଭାବେ ବିଜୟୀ ଅଟୁ। କେଉଁ ସର୍ବତ ବିଷୟରେ, କେଉଁ ବିଷୟରେ ଆମେ ବିଜୟୀ ହେଇପାରିବୁ? ଯେଉଁମାନଙ୍କୁ ସେ ପ୍ରେମ କଲେ ସେମାନଙ୍କୁ ସେ ଆହୁତ କଲେ, ଯେଉଁମାନଙ୍କୁ ସେ ଜାଣିଥିଲେ ସେମାନଙ୍କୁ ସେ ପୂର୍ବରୁ ନିରୂପଣ କଲେ, ଯେଉଁମାନଙ୍କୁ ନିରୂପଣ କଲେ ସେମାନଙ୍କୁ ଆହ୍ୱାନ କଲେ, ଯେଉଁମାନଙ୍କୁ ଆହ୍ୱାନ କଲେ ସେମାନଙ୍କୁ ଧାର୍ମିକ ଗଣିତ କଲେ, ଯେଉଁମାନଙ୍କୁ ଧାର୍ମିକ ଗଣିତ କଲେ ସେମାନଙ୍କୁ ଗୌରବାନ୍ୱିତ କଲେ। ଈଶ୍ୱରଙ୍କ ପ୍ରେମ ଯେ ଆମ ସମସ୍ତଙ୍କୁ ବିଜୟର ସୋପାନକୁ ନେଇଯାଆନ୍ତି, ଏହା ଆମେ ଜାଣୁ। ଏହା ରୋମିଓ ତାର 8 ତାର 28 30 ପର୍ଯ୍ୟନ୍ତ ଉଲ୍ଲେଖନୀୟ। ପ୍ରଭୁ ଆମମାନଙ୍କର ବିଜୟ ଦେବା ନିମନ୍ତେ ପ୍ରତିଦିନ ସେ ଆମମାନଙ୍କୁ ଉକ୍ରୋଶ ପକ୍ଷୀରେ ଯେପରି ସନ୍ତାନଟିକୁ ବା ଶାବକକୁ ଉକ୍ରୋଶ ପକ୍ଷୀ ତାର ପିଠିରେ ବସେଇ ଦୂର ସ୍ଥାନକୁ ଉଡ଼ିବା, ପୁଣି ଉଡ଼ୁ ଉଡ଼ୁ ତାହାକୁ ଦୂର ସ୍ଥାନ ଉଚ୍ଚ ସ୍ଥାନରୁ ତାହାକୁ ନିଜ ପିଠିରୁ ଖସେଇ ଦିଏ ଏବଂ ଶାବକଟି ଯେତେବେଳେ ପଡ଼ିଯିବା ଭଳି ହୁଏ, ସେତେବେଳେ ମା ପକ୍ଷୀଟି ପିଠି ଦେଖାଇ ଦିଏ। ବାରମ୍ବାର ଏହି ପ୍ରକାର ଦ୍ୱାରା ସେ ଉଡ଼ିବାକୁ ଶିକ୍ଷା ଦିଏ। ଆଜି ପ୍ରଭୁ ନିଜର ଜୀବନ ଦେଇ ଆମମାନଙ୍କୁ ଜୀବନରେ ଅଗ୍ରସର ହେବା ପାଇଁ, ବିଜୟ ଜୀବନର ପ୍ରେମକୁ ବୁଝିବା ପାଇଁ, ସବୁ ପ୍ରକାର ଶୈତାନିକ ଶକ୍ତି ଉପରେ ବିଜୟ ଜୀବନ ଯାପନ କରିବା ପାଇଁ ଆହ୍ୱାନ କରନ୍ତି। ଜିସାୟ ତାର 40:31 ଲେଖାଯାଏ, ଯେଉଁମାନେ ସଦାପ୍ରଭୁଙ୍କର ଅପେକ୍ଷା କରନ୍ତି ସେମାନେ ନୂଆ ନୂଆ ବଳ ପାଇ ଉତ୍କୃଷ୍ଟ ପକ୍ଷୀ ପରି ପକ୍ଷରେ ଉପରକୁ ଉଠିଥାନ୍ତି। ବିଜୟ ଜୀବନ ଆମମାନଙ୍କୁ କେବେ ପରାଜୟ ନୁହେଁ, ମାତ୍ର ନୂଆ ନୂଆ ଶକ୍ତି ଦେଇ ବଳ ଦେଇ ତାଙ୍କର ପ୍ରେମ ଦ୍ୱାରା ଉପରକୁ ଉଠିବା ପାଇଁ ସାହାଯ୍ୟ କରିଥାନ୍ତି। ପଞ୍ଚମତଃ ବିଜୟ ଜୀବନର ପ୍ରତିଜ୍ଞା ସମୂହ। ଯୋହନ ତାର 7:37-38
ଯେପରି ଜୀବନ ପାଆନ୍ତି, ପ୍ରଚୁର ଭାବରେ ଜୀବନ ପାଆନ୍ତି। ରୋମୀ 6:14 ଲେଖାଯାଏ, ପାପ ତୁମ ଉପରେ କର୍ତ୍ତୃତ୍ୱ କରିବ ନାହିଁ। ବିଜୟ ଜୀବନ ଯାପନ କରିବାର ସମୟ ବର୍ତ୍ତମାନ। ଆଜି ହିଁ ଆରମ୍ଭ କରିବା। ଯେପରି ଆମ୍ଭମାନଙ୍କର ବିଜୟ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ପୁନରୁତ୍ଥାନ ଦ୍ୱାରା ଆମମାନେ ବିଜୟ ଲାଭ କରିପାରିବା। ଗାଲାତୀୟ 2:20 ମୁଁ ଆଉ ଜୀବିତ ନୁହେଁ, ମାତ୍ର ଖ୍ରୀଷ୍ଟ ମୋ ଠାରେ ଜୀବିତ ଅଟନ୍ତି। ଆମମାନଙ୍କୁ କୌଣସି ପ୍ରକାର ପରିସ୍ଥିତିରେ, ଆମମାନଙ୍କୁ ଏ ଜଗତର କୌଣସି ଭାଇରସ୍ କିମ୍ବା ବିପଦ କିମ୍ବା ଶୋକାକୁଳ ପରିସ୍ଥିତି ମଧ୍ୟରେ ଆମମାନେ ବିଚଳିତ ହୋଇପାରିବା ନାହିଁ। ଯେହେତୁ ପ୍ରଭୁ ଆମମାନଙ୍କୁ ସବୁ ବିଷୟ ସର୍ବତ ଭାବେ ବିଜୟ ପ୍ରଦାନ କରିବା ପାଇଁ ନିଜକୁ ସେ କ୍ରୁଶ ଉପରେ ବଳି ଦେଇଛନ୍ତି। ମୃତ୍ୟୁ ଦ୍ୱାରା ଆମମାନଙ୍କୁ ସେ ଗ୍ରହଣ କଲେ, ତାଙ୍କ ରକ୍ତ ଦ୍ୱାରା ଆମମାନଙ୍କର ପାପକୁ ପରିଷ୍କାର କଲେ, ପୁନରୁତ୍ଥାନ ଦ୍ୱାରା ମୃତ୍ୟୁକୁ ଜୟ କଲେ। ଆମମାନଙ୍କ ପାଇଁ ତାଙ୍କର ଗଭୀର ପ୍ରେମକୁ ସ୍ମରଣ କରାଇ ତାହାଙ୍କ ଦ୍ୱାରା ଆମ୍ଭେମାନେ ବିଭିନ୍ନ ମନ୍ଦ ପରିସ୍ଥିତିରୁ, ବିଭିନ୍ନ ପ୍ରକାର ସମସ୍ୟା ଉପରେ ସର୍ବ ବିଜୟ ଲାଭ କରିବାକୁ ପବିତ୍ର ଆତ୍ମା ଆମ୍ଭମାନଙ୍କୁ ସାହାଯ୍ୟ କରନ୍ତୁ। ପ୍ରଭୁ ଏ ଅଳ୍ପ ଚିନ୍ତା ଉପରେ ଆଶୀର୍ବାଦ କରନ୍ତୁ। ପ୍ରାର୍ଥନା କରିବା। ପବିତ୍ର ପ୍ରିୟ ପ୍ରଭୁ, ତୁମ ପବିତ୍ର ମହାନାମକୁ ଧନ୍ୟବାଦ ଦେଉଛୁ। ତୁମେ ଆମମାନଙ୍କର ପୁନରୁତ୍ଥିତ ପାପ ଉପରେ ବିଜୟ ଜୀବନ ଯାପନ କରିବା ପାଇଁ ସଦାସର୍ବଦା ଆମମାନଙ୍କ ସଙ୍ଗରେ ଅଛ। ତୁମର ସେହି ପ୍ରେମ ପାଇଁ ଆମମାନେ ଧନ୍ୟବାଦ ଦେଉଛୁ। ଜଗତର ପରିସ୍ଥିତି ଉପରେ ସମସ୍ତ ପ୍ରକାର ସଙ୍କଟପୂର୍ଣ୍ଣ ମଧ୍ୟ ଦେଇ ଆମମାନଙ୍କ ଜୀବନ ଯେତେବେଳେ ଅତିବାହିତ କରୁ, ତୁମେ ଆମମାନଙ୍କ ସଙ୍ଗରେ ଅଛ। ସବୁ ପରିସ୍ଥିତି ଉପରେ ତୁମେ ଆମମାନଙ୍କୁ ବିଜୟ ଦେବା ପାଇଁ ପ୍ରସ୍ତୁତ ଅଟ। ସେଥିପାଇଁ ଧନ୍ୟବାଦ ଦେଉଛୁ। ସମସ୍ତ ଗୌରବ ପ୍ରଭୁ ତୁମରି, ଶରୀର ଜୀବନ ଆତ୍ମା ସବୁ ତ ପ୍ରଭୁ ତୁମରି। ଅତି ନମ୍ର ଭାବରେ ଆମେ ନିଜ ନିଜକୁ ପୁଣି ଆମମାନଙ୍କର ସମସ୍ତ ଜୀବନ ତୁମ ପବିତ୍ର ଛାମୁରେ ଉତ୍ସର୍ଗ କରି ପ୍ରିୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ପ୍ରାର୍ଥନା ଉତ୍ସର୍ଗ କରୁଅଛୁ। ଆମେନ୍। ଏତେବେଳେ ପିତା ଈଶ୍ୱରଙ୍କର ପ୍ରେମ, ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ, ପବିତ୍ର ଆତ୍ମାଙ୍କର ଶାନ୍ତି, ଶକ୍ତି, ସହଭାଗିତା ଏତେବେଳେ ପୁଣି ସଦାସର୍ବଦା ବିଶେଷରେ ଏହି ଦୁର୍ଦିନ ଜଗତରେ ସର୍ବ ବିଷୟରେ ବିଜୟ ହୁଏ ତୁମର ଗୌରବ କାରଣ ସ୍ୱରୂପେ ଆମମାନଙ୍କୁ କଢ଼ାଇ ନିଅ। ପୁଣି ତୁମରି ସେ ଦ୍ୱିତୀୟ ଆଗମନ ପର୍ଯ୍ୟନ୍ତ ତୁମ ସହିତ ସାକ୍ଷାତ କରିବା ପାଇଁ ସାହାଯ୍ୟ କରି ସଙ୍ଗେ ସଙ୍ଗେ ଥାଇ ସାହାଯ୍ୟ ଉପକାର ଅନୁଗ୍ରହ ପ୍ରଦାନ କରନ୍ତୁ। ଆମେନ୍।